ওয়েলকম টু আদিত্য একাডেমি। তো আমি দুইটি ইম্পর্টান্ট পয়েন্ট উপরে ডিসকশন করিবা। প্রথম কথা হচ্ছে এই যে 2024 जो প্রিলিম এক্সাম তুমি দেବାକୁ যাଉଛ, দ্যাট মিন্স 24 নোটিস जो ଆସିଥିଲା 2025 ଜୁଲାଇରେ ପ୍ରିଲିମ୍ ହେବାକୁ ଯାଉଛି। ତ ତୁମମାନଙ୍କର ଟାର୍ଗେଟ କେତେ ରହିବା ଦରକାର ଏ ବର୍ଷ, ବା ସେଫ୍ ସ୍କୋର କେତେ ରହିବା ଦରକାର ଏ ଉପରେ ଡିସ୍କସନ କରିବା। ପୂର୍ବ ବର୍ଷ ମାନଙ୍କର କଟ ଅଫ୍ ବିଷୟରେ ମୁଁ ଆନାଲିସିସ୍ କରିବି ଯେ ଆକ୍ଚୁଆଲି ଏ ବର୍ଷ ଆମେ କେତେ ରହିବା ଦରକାର, ଯାହାଦ୍ୱାରା ଗୋଟେ ପରଫେକ୍ଟ ସେଫ୍ ସ୍କୋର ଭିତରେ ଆମେ ପହଞ୍ଚି ପାରିବା। ତା ପୂର୍ବରୁ ମୁଁ ତୁମମାନଙ୍କୁ କହିଦେଉଛି ପିଲେ, ଅଲରେଡି ତୁମମାନଙ୍କର ରାପିଡ ଫାୟାର ବ୍ୟାଚ୍ ଷ୍ଟାର୍ଟ ହେଇସାରିଛି, ଯୋଉଟା କି ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ସବୁଠାରୁ ମୋଷ୍ଟ ସକ୍ସେସଫୁଲ ବ୍ୟାଚ୍ ବୋଲି ଆମେ କହିପାରିବା। କାରଣ ଗତ ବର୍ଷ ଯେତିକି ପିଲା ବି ଆମର ପାଇଥିଲେ ମ୍ୟାକ୍ସିମମ୍ ଏ ରାପିଡ ଫାୟାର ବ୍ୟାଚ୍ ଯାହା ବି ପଢା ହେଇଥିଲା, ତା ସହିତ ପ୍ରି ପ୍ଲସ୍ ମେନ୍ର କମ୍ବୋ ବ୍ୟାଚ୍ ମଧ୍ୟ କଣ୍ଟିନ୍ୟୁ ଚାଲିଛି। 3 ବର୍ଷ ଭ୍ୟାଲିଡିଟି ରହୁଛି। ପ୍ଲେ ଷ୍ଟୋରକୁ ଯିବ, ଡାଉନଲୋଡ କରିବ ଆଦିତ୍ୟ ଏକାଡେମୀ ଆପ୍ଲିକେସନ, ଯୋଉଠି ତୁମେ ସମ୍ପୂର୍ଣ୍ଣ ଓଡ଼ିଆ ଆଉ ଇଂଲିଶ ଦିଟାରେ ସମ୍ପୂର୍ଣ୍ଣ କ୍ଲାସ୍ ପାଇପାରିବ। ବର୍ତ୍ତମାନ ମୁଁ ତୁମମାନଙ୍କୁ ଡିସ୍କସନ କରୁଛି ଯେ କଟ ଅଫ୍ ବିଷୟରେ। ଓକେ, ଆଚ୍ଛା। ତ ଏଇ ବର୍ଷ ତୁମେ ଯୋଉ ନୋଟିସ୍ ବା ଫର୍ମ ପକେଇଛ, ଇଏ ହଉଛି 2024ର ଫର୍ମ, ଯୋଉଟା କି ଏକ୍ସାମ ହବ 2025 ଆକର୍ଡିଂ ଟୁ ଅଫିସିଆଲ ଡାଟା ଜୁଲାଇ ମନ୍ଥ ଅନୁଯାୟୀ। ଯଦି 2023 କଥା ଆମେ ଡିସ୍କସନ କରିବା, 2022 କଥା ଡିସ୍କସନ କରିବା, ଯେ ଆଉ ତାପରେ 2021 କଥାକୁ ଡିସ୍କସନ କରିବା। 2023ର ବର୍ତ୍ତମାନ ରେଜଲ୍ଟ ଆସିନାହିଁ। এটা କେବେ ଆସିବ ନା ତୁମମାନଙ୍କର ସମ୍ପୂର୍ଣ୍ଣ ଫାଇନାଲ ଲିଷ୍ଟ ଆସିଲା ପରେ ରେଜଲ୍ଟ ବାହାରିବ। ତୁମେ ଦେଖିଥିବେ ଯେତେବେଳେ ମୁଁ ତୁମମାନଙ୍କୁ ଏକ୍ସାମ ପରେ ପରେ ଗୋଟେ କଟଅଫ୍ କହିଥିଲି ଯେ କେତେ ଯିବାର ଏକ୍ସପେକ୍ଟେଡ ରହୁଛି, ଆଉ ଏକ୍ସାମ ପୂର୍ବରୁ ସେଫ୍ ସ୍କୋର କେତେ କରିଥିଲି। ଏଥିରେ ମୁଁ ସେଫ୍ ସ୍କୋର 80 ପ୍ଲସ୍ କରିଛି। ଭିଡ଼ିଓକୁ ଯାଇକି ତୁମେ ଦେଖିପାରିବ, କିନ୍ତୁ ସେୟା ହିଁ ହେଇଛି। ଆଉ ଗୋଟେ ଜିନିଷ ମନେ ରଖ, ଏଇ ପୂର୍ବ ବର୍ଷ ଯୋଉ ପିଲା 80 ପ୍ଲସ୍ ରଖିଛନ୍ତି ସେମାନେ ସିଲେକ୍ଟେଡ ହେଇଛନ୍ତି। କିନ୍ତୁ ମୁଁ ଯେତେବେଳେ ତୁମମାନଙ୍କର ଫାଇନାଲ କଟ ଅଫ୍ କେତେ ଯିବାର ଚାନ୍ସ ରହୁଛି ଆଫ୍ଟର ପ୍ରିଲିମ୍ ପରେ କହିଲି, ଟିକେ କମ୍ କହିଥିଲି। କାହିଁକି ନା କୋଶ୍ଚିନ୍ ଲେବୁଲ ସେଇଭଳି ଥିଲା। କିନ୍ତୁ ଏଥିରେ ଯୋଉ ପ୍ରଥମ କରି ଯୋଉ ପ୍ୟାଟର୍ନକୁ ଇଣ୍ଟ୍ରୋଡ୍ୟୁସ କରାଗଲା ଯେ ଏକ୍ସାମ ତୁମମାନେ ଦେଲ, ଆନ୍ସର ସିଟ୍ ବାହାରିଲା, ତାପରେ ତୁମେ ଗୋଟେ ମାନେ ଏଗେନ୍ଷ୍ଟ ତା ଗୋଟେ ଫାଇଲ ଅପଲୋଡ କରାଗଲା ଯେ କୋଉଟାକ ତାଙ୍କ ତରଫରୁ ଭୁଲ ଅଛି। ଏପର୍ଯ୍ୟନ୍ତ ଜଣା ନାହିଁ ତା ପାଇଁ ସେ ଗ୍ରେସ୍ ମାର୍କ ଦେଇଛନ୍ତି କି ନାହିଁ, ତା ପାଇଁ କ'ଣ କରିଛନ୍ତି। ତ ସେ ଡିସିସନଟା ଏ ବର୍ଷ କଟ ଅଫ୍ ଉପରେ ଇମ୍ପାକ୍ଟ ପକେଇବ। କାହିଁକି ନା ଆମେ ପୂର୍ବକୁ ବେସ୍ କରି ପ୍ରିପାରେସନ କରିକି ତୁମକୁ କଟ ଅଫ୍ କହିଥିଲୁ, ସୋ ଦ୍ୟାଟ୍ ଏଥରର ସେ ଯୋଉ ପ୍ୟାଟର୍ନକୁ ଚେଞ୍ଜ କରାଗଲା ସେଥିପାଇଁ ସେ ଇମ୍ପାକ୍ଟ ପକେଇଲା। କିନ୍ତୁ ଯେତେବେଳେ 22 କଥା ଆମେ କହିବା, ଆପ୍ରୋକ୍ସିମେଟଲି 260 ପାଖାପାଖି କଟ ଅଫ୍ ଯାଇଥିଲା। ଆଉ ତା ପୂର୍ବ ବର୍ଷ ମଧ୍ୟ ସେଇଭଳି କଟ ଅଫ୍ ଯାଇଥିଲା, ବହୁତ କମ୍ କଟ ଅଫ୍ ଯାଇଥିଲା। ତ ସେଇଭଳି ଆମେ ଏଥର ମଧ୍ୟ ସେଫ୍ ସ୍କୋର ରଖିଥିଲେ 80। 2022ରେ 799 ପାଖାପାଖି ପୋଷ୍ଟ ଥିଲା। 2023ରେ 400 ପାଖାପାଖି ପୋଷ୍ଟ ଅଛି। 2024ରେ 200 ପୋଷ୍ଟ ଅଛି। ଏବେ ମୁଁ ତୁମମାନଙ୍କୁ କ୍ୱେଶ୍ଚିନ୍ ଯେ ତୁମମାନଙ୍କର ଯୋଉ 200 ପୋଷ୍ଟ ଅଛି ସିନା, କିନ୍ତୁ ଏଇଟା ବିଭିନ୍ନ କାଟାଗୋରୀ ରହିଛି। ଯେମିତିକି ଜେନେରାଲ ପିଲାମାନଙ୍କ ପାଇଁ, ଏସସି ବିସି ପିଲାମାନଙ୍କ ପାଇଁ, ଏସଟି ଓବିସି ପିଲାମାନଙ୍କ ପାଇଁ ସେଥିରେ ଭାଗ ହବ ମେଲ୍ ଆଉ ଫିମେଲ। ତ ଦେଖିବାକୁ ଗଲେ ବହୁତ କମ୍ ପୋଷ୍ଟ ଭିତରେ ତୁମକୁ କମ୍ପିଟିସନ କରିବାକୁ ପଡିବ। ତାହେଲେ ତୁମର ଜିଏସ୍ 1ରେ 200 ମାର୍କ ରହୁଛି ଯେ ଏଥର ଆମେ ସେଫ୍ ସ୍କୋର କେତେ ରଖିବା। ମନେ ରଖିଲେ ଆଜିର ଡେଟ୍ ମନେ ରଖ, 14/3/2025। ମୁଁ ଏ ପଏଣ୍ଟ ତୁମମାନଙ୍କୁ ଆଜି କହୁଛି। क्वेश्चन पैटर्न ଦେଖ, ଗୋଟେ ସ୍କୋର ଦିଟା ଜିନିଷ ଉପରେ ଡିପେଣ୍ଡ କରେ। ଗୋଟେ ହଉଛି क्वेश्चन ର ଲେବୁଲ, ଯେ क्वेश्चन ଲେବୁଲ ଏଥର କ'ଣ ଅଛି, ହେଭି ହାଇ ଅଛି ନା ମିଡିୟମ ଅଛି ନା ଲୋ ଅଛି। ଆଉ ଗୋଟେ କ'ଣ କାହା ଉପରେ ଡିପେଣ୍ଡ କରେ, ନମ୍ବର ଅଫ ପୋଷ୍ଟ ଉପରେ ଡିପେଣ୍ଡ କରେ। ଏ ଦିଟା ହଉଛି ଫ୍ୟାକ୍ଟର, ତାକୁ ନେଇକିରି ଆମେ ସେଫ୍ ସ୍କୋର କରିଥାଉ। ଯଦି ଦୀର୍ଘ 3 ବର୍ଷର ସମାନ ଲେବୁଲ ଯଦି ଆମେ ଦେଖିବା, ଯେ 3 ବର୍ଷ ଯୋଉ ଲେବୁଲ ଆସୁଛି, ଯଦି ଏଇ ଲେବୁଲରେ ଏ ବର୍ଷ କ୍ୱେଶ୍ଚିନ୍ ଆସେ ଆଉ 200 ପୋଷ୍ଟ ଏଥର ଅଛି, ଯଦି ନ ବଢୁଛି, ବଢିବାର ଚାନ୍ସ ତ 50-50 ଅଛି। କାରଣ ମୁଁ ତମକୁ ଆଗରୁ ବି କହିଥିଲି ହେଇପାରେ ନ ହେଇପାରେ, ଫିଲହାଲ ବର୍ତ୍ତମାନ ତମକୁ 200 ନେଇକି ଯିବାର ଅଛି। ଏଥର ସବୁଠାରୁ ସେଫ୍ ସ୍କୋର ହଉଛି 110। এটা ଗ୍ୟାରେଣ୍ଟି ସହିତ ମୁଁ ତୁମମାନଙ୍କୁ କହୁଛି, 110 ମାନେ 100ରୁ 110 ଭିତରେ କଟ ଅଫ୍ ଯାଉଛି ଜେନେରାଲ ବୟ ମାନଙ୍କର, ଜେନେରାଲ ବୟ ମାନଙ୍କର। ସେଇ ହିସାବରେ ତୁମେ
ପାଞ୍ଚ ଦଶ ଲେଖା କମେଇବ ବାକି ପିଲାମାନଙ୍କ ପାଇଁ। ଜେନେରାଲ ବୟ ଯଦି 110 ନଉଛୁ ଟାର୍ଗେଟ, ଯେ ଏସି ବିସି ବୟ ତମେ ଆହୁରି 5-6 ମାର୍କ କମେଇବ। एसटी माने जो एसी जो सिविल कास्ट मान जो अच्छा तुम जो कोटा होची तुम 20 मार्क पाखापाखि कमे दो। फिजिकल हैंडिकैप जो माने अच्छा तुम आहुरी 30 मार्क पाखापाखि कमे दो। तो तुमको एथर टार्गेट 110 रखिବାର ଅଛି। ତାହେଲେ 110 ସିନା ଆମେ ରଖିବା, ତାହେଲେ କେମିତି ରଖିବା? 110 ସିନା ରଖିବା, କେମିତି ରଖିବା? ଲେଖିକି ରଖ ମନେ, ଆଜି ତ ମୁଁ ଏ କଥା କହୁଛି, ଏତିକି ଜିନିଷ ଫଲୋ କରିବି। 110 ରେ ସବୁଠାରୁ ଚାପ୍ଟରର କିଙ୍ଗ ହଉଛି ପଲିଟି। ଯଦି ଗୋଟେ ପିଲା ପଲିଟିରେ ସବୁ ବର୍ଷ ପଲିଟିର କ୍ୱେଶ୍ଚିନ୍ 20+ ଆସେ, ଏଥର ଟାର୍ଗେଟ ନବ 20ଟା କ୍ୱେଶ୍ଚିନ୍ ତମକୁ ଆଟ୍ ଏନି କଷ୍ଟ ପଲିଟିରେ କରିବାର ଅଛି, କୌଣସି ବି ଉପାୟ। କାହିଁକି ଯଦି 20ଟା ନ କରୁଛ, କୌଣସି ମାନେ ସହଜରେ କ୍ଲିୟର କରିବା ପ୍ରୋବ୍ଲେମ ହେଇଯିବ। ତାପରେ ଆସିଲା କରେଣ୍ଟ ଆଫେୟାର। କରେଣ୍ଟ ଆଫେୟାର ପାଇଁ 15 ପାଖାପାଖି କ୍ୱେଶ୍ଚିନ୍ କୁ ଟାର୍ଗେଟ ନେବାକୁ ପଡିବ। କରେଣ୍ଟ ଆଫେୟାର ପଢିବା କୋଉଠୁ ନା, ମନେ ରଖ ନଭେମ୍ବର ମାସ ଠାରୁ କରେଣ୍ଟ ଆଫେୟାର ପଢିବା ଷ୍ଟାର୍ଟ କରିବ ଅପ୍ ଟୁ ଏକ୍ସାମ 2 ମାସ ପୂର୍ବ ପର୍ଯ୍ୟନ୍ତ। ଅପ୍ ଟୁ ଏକ୍ସାମ ଯୋଉ ମାସରେ ହବ ତାର ଠିକ 2 ମାସ ପର୍ଯ୍ୟନ୍ତ। ତାପରେ ଆସିଲା ଜିଓଗ୍ରାଫି। ତାପରେ କହିବି ଯେ କୋଉ କୋଉ ବହି ଫଲୋ କରିବ। ଜିଓଗ୍ରାଫି 10 ପାଖାପାଖି ତମକୁ କ୍ୱେଶ୍ଚିନ୍ କରିବାର ଅଛି। ଇକୋନୋମିକ୍ସ ରୁ 4-5 କ୍ୱେଶ୍ଚିନ୍ କରିବାର ଅଛି। ଓଡ଼ିଶାର 3ଟା ପାର୍ଟ, ହିଷ୍ଟ୍ରି, କରେଣ୍ଟ ଆଫେୟାର, ଜିଓଗ୍ରାଫି, ଏଥିରୁ ମଧ୍ୟ 5-6 କ୍ୱେଶ୍ଚିନ୍ ତମକୁ କରିବାର ଅଛି। ତାପରେ ଆସିଲା କଣ, एनवायरनमेंट, साइंस एंड टेक आउ हिस्ट्री। ये जो पार्टा टिके डिफिकल्ट पार्ट था, कहीं ना बहुत कम क्वेश्चन आसे आउ सिलेक्टेड एरिया भितर आसे। इथु तुम टार्गेट नंबर 5-6 मार्क। जदि आम देखुचे ओवरऑल ये हूँ के 35, 45, 50, 60 के 60। 60 माने तुम ये के आसूची 120 आसी जाऊँ। তাহলে এটি 110 পাই মতে 55টি কোশ্চিন করিবার ଥିଲା। তো ଆଉ 5ଟା କୋଶ୍ଚିନ୍ ମୋ ହାତରେ ରହୁଛି, ଯେମିତି କି ମେ ବି ପଲିଟିରୁ ଆଉ 2ଟା କୋଶ୍ଚିନ୍ କମି ଯାଇପାରେ, କରେଣ୍ଟ ଆଫେୟାରରୁ 2ଟା କମି ଯାଇପାରେ, ଜିଓଗ୍ରାଫିରୁ ଗୋଟେ ଖଣ୍ଡେ କମିପାରେ, କିମ୍ବା ଇକୋ ତମର ଯୋଉ ରହୁଛି ସେ ଓଡ଼ିଶା ହିଷ୍ଟ୍ରିରୁ ଆଉ ଗୋଟେ ବଢି ଯାଇପାରେ। କିନ୍ତୁ ଏଇ ଟାର୍ଗେଟରେ ଆମେ ରଖିବା ଯେ ପ୍ରଥମେ ହଉଛି ପଲିଟି, ସେକେଣ୍ଡ ହଉଛି କରେଣ୍ଟ ଆଫେୟାର, ତାପରେ ଜିଓଗ୍ରାଫି, ତାପରେ ତୁମକୁ ଏନଭାୟରନମେଣ୍ଟ କଥା ରଖିବ ବା ଇକୋନୋମି ତମକୁ ଯୋଉ କହୁଛି, और ओडिशा हिस्ट्री जियोग्राफी, तापरे बाकी पार्ट। তাহলে আমি কোউ কোউ বহি ফলো করিবা। মনে রাখ পলিটি পাই রাপিড ফায়ার ব্যাচ রে মু গোটি তুমକୁ পলিটিର ମ୍ୟାଟେରିଆଲ ଦଉଛି। ଆଜିର ଡେଟରେ ମୁଁ 100% ଗ୍ୟାରେଣ୍ଟି ଦେବି ଏ ବର୍ଷ ପ୍ରିଲିମରେ आर 100ରୁ 95% क्वेश्चन आर ଭିତରେ ଆସିବ। ଆଉ ତୁମେ ପୂର୍ବ ବର୍ଷ ଯୋଉ ବ୍ୟାଚ ଯୋଉ ପିଡିଏଫ ଥିଲା, ସେ ପିଡିଏଫ କୁ ତୁମେ ତ ତା ପ୍ରାଇସ୍ ଅଛି, ମାନେ ଯୋଉଟା କି ରହିଛି ତା ଯୋଉ ପିଡିଏଫ ଥିଲା ତା ପାଖରେ ଯଦି କାହା ପାଖରେ ଥିବ ଚେକ୍ କରିବ, 20+ କ୍ୱେଶ୍ଚିନ୍ 15ରୁ 17ଟା କ୍ୱେଶ୍ଚିନ୍ ତାର ଭିତରେ ଆସିଥିଲା। ତ ଯୋଉ ରାପିଡ ଫାୟାର ବ୍ୟାଚ ରେ ମୁଁ ଯୋଉ ପଲିଟିର ଦଉଛି ପିଡିଏଫ କିମ୍ବା ତମ ଯୋଉ ପ୍ରି ଆଉଟ ମେନ୍ କମ୍ବୋ ବ୍ୟାଚ ଦିଆଯାଉଛି, ସବୁଠୁ ଏଟା ହଉଛି ବେଷ୍ଟ ତୁମମାନଙ୍କ ପାଇଁ। ତ ଜିଓଗ୍ରାଫି ପାଇଁ ମୁଁ ତମମାନଙ୍କୁ ପ୍ରେଫର କରିବି ପ୍ରଥମେ ଏନସିଆରଟି ସାର, ଅଷ୍ଟମ କ୍ଲାସରୁ 12th କ୍ଲାସ ପର୍ଯ୍ୟନ୍ତ। ଯଦି ସେଟା ସରିଗଲା ତ ତୁମକୁ କୁଆଡେ ଯିବାକୁ ପଡିବ, ତାରି ଭିତରେ ବହୁତ ଜିନିଷ କଭର କରେ। ତାପରେ ଆସିଲା କିଏ ନା ମୋର ଇକୋନୋମି। ଇକୋନୋମି ପାଇଁ 12th କ୍ଲାସର ଏନସିଆରଟି ସବୁଠାରୁ ବେଷ୍ଟ ହବ। ତା ସହିତ ରାପିଡ ଫାୟାର ବ୍ୟାଚ ଯୋଉ ଜିନିଷ ଇକୋନୋମିର ନୋଟ ଦିଆଯାଉଛି ସେଟା ବେଷ୍ଟ। ଓଡ଼ିଶା ହିଷ୍ଟ୍ରି ଜିଓଗ୍ରାଫି କୌଣସି ଗୋଟେ ସୋର୍ସେସରୁ କଲେକ୍ଟ କରିପାରିବ। ଆଉ ଯୋଉ ହିଷ୍ଟ୍ରି, ଏନଭାୟରନମେଣ୍ଟ, ସାଇନ୍ସ ଏଣ୍ଡ ଟେକ୍, এটা କରେଣ୍ଟକୁ ନେଇକି ସବୁବେଳେ ଆସିଥାଏ। ଆଉ କରେଣ୍ଟ ଆଫେୟାର ପାଇଁ ସବୁଠାରୁ ବେଷ୍ଟ ହଉଛି ମୁଁ ତୁମକୁ ଯୋଉ ମନ୍ଥଲି ମାଗାଜିନ ଦଉଛି। ନଭେମ୍ବର ମନ୍ଥ ଅଲରେଡି ଦେଇସାରିଛି, ଡିସେମ୍ବର ମନ୍ଥ ଆସନ୍ତା 4-5 ଦିନ ଭିତରେ ଅପଲୋଡ କରାଯିବ। ତ ହାଉ ସ୍ଲୋଲି ଆମେ ଯିବା, ଏଇ ଓକରରେ ଯିବା। ଆଉ ମନେ ରଖ ଏଇଠି ଗୋଟେ ଜିନିଷ କହିବାକୁ ଚାହୁଁଛି, ଯେହେତୁ କମ ପୋଷ୍ଟ ଅଛି, କମ୍ପିଟିସନ ହାଇ ଅଛି, କେବେ ସିଲେକ୍ଟିଭ ପଛରେ ଥାଇପାରେ, କେବେ ବି ଥାଇପାରେ। ଦେଖ ମୁଁ ତୁମମାନଙ୍କୁ ଗୋଟେ କନସେପ୍ଟ କହୁଛି ଯେ ଆମେ କେମିତି ଟାର୍ଗେଟ ରଖିବା ଦରକାର ଗୋଟେ ପ୍ରିଲିମକୁ କ୍ଲିୟର କରିବା ପାଇଁ। ସପୋଜ ମୁଁ ରାପିଡ ଫାୟାର ବ୍ୟାଚ କଥା କହୁଛି, ଯୋଉଟା କି 999 ଅଛି, ଆଦିତ୍ୟ ଏକାଡେମୀ ଆପ୍ଲିକେସନ। ଏଥିରେ ମୁଁ ଅଲରେଡି ଷ୍ଟାର୍ଟ କରିଦେଇଛି ବ୍ୟାଚ। କଣ୍ଟେଣ୍ଟକୁ ଯିବୁ, GS1 ପଲିଟିର ଅଲରେଡି କ୍ଲାସ କଣ୍ଟିନ୍ୟୁ ଚାଲିଛି। କେମିତି ଟାର୍ଗେଟ ନବା, ବର୍ତ୍ତମାନ ଆମେ କୋଉ ମାସରେ ଅଛି, ମାର୍ଚ୍ଚ ମାସରେ ଅଛି। ଟାର୍ଗେଟ ନିଅ ମାର୍ଚ୍ଚ ମାସ ଏଣ୍ଡ ଭିତରେ, ମାର୍ଚ୍ଚ ମାସ ଏଣ୍ଡ ଭିତରେ ପଲିଟିକୁ ସମ୍ପୂର୍ଣ୍ଣ ସାରିବ। ସାଇଡରେ କାହାକୁ ପଡୁଥିବ, ମେନ୍ କୁ ମଧ୍ୟ ପଡୁଥିବ। କାରଣ ଏ ବର୍ଷ ଯିଏ ମେନ୍ ଆଗ ନ ସାରିବ ଡେଫିନେଟଲି ସେ ସଫର କରିବ, କରିବ ହିଁ କରିବ। ତ ସାଇଡରେ ମେନ୍ କୁ ପଢିବାର ଅଛି।
तो से तुम्हें बेस्ट जो बैच ମୁଁ ଦଉଛି ପ୍ରି ପ୍ଲସ୍ ମେନ୍ ର ବ୍ୟାଚ୍ ଯୋଉଟା କି 3999 ରହିଛି ସେଟା ତ ସବୁଠାରୁ ବେଷ୍ଟ ବନ୍ ପାଇବ ଗୋଟେ ତ ସେଟା ସବୁଠାରୁ ବେଷ୍ଟ ତୁମକୁ ଏଇଭଳି ଟାର୍ଗେଟ ନେବା ପଡିବ ମୁଁ ଏବେଠୁ କହିଦଉଛି କୋଉ କୋଉ ମାସ ୱାଇଜ ତମେ ସାରିବ ମାର୍ଚ୍ଚ ମାସ ସରିଲା ବେଳକୁ ପଲିଟିକ୍ସ ସରିଥିବ ଏପ୍ରିଲ ମାସରେ ତମେ ଟାର୍ଗେଟ ରଖିବ କାହାକୁ ଜୋଗ୍ରାଫିର ଏନସିଆରଟି ओडिशार हिस्ट्री जोग्राफी आउ ओडिशा रिलेटेड आउ जो स्टैटिक पार्ट रहउछ करंट अफेयर रहउछ एटा को संपूर्ण सरिबो साइड रे कहा को सरिबो ना डिसेंबर जनवरी फेब्रुआरी एति मास करंट अफेयर एटा तुमरो को मास रे टारगेट रहउछ एप्रिल मास टारगेट रहउछ जे जोग्राफी संपूर्ण सरिबो ओडिशा रिलेटेड सब सरिबो तापर से कोन सरिबो ना जनवरी फेब्रुआरी मार्च रो करंट अफेयर तो एप्रिल छला पर तापर आसला मे मे मास बेलको तुमे इकोनॉमिक्स एनवायरनमेंट हिस्ट्री एरा संपूर्ण तुमको सारी अछि मे मास बेलको जेमति तुमे थ्योरी सारी जून मास बेलको तुम जेमति प्रैक्टिस सेट दाउ पड़े जेथु जून मास ठु 1 तारिख ठु प्रैक्टिस सेट स्टार्ट कर दो ए फॉर्मेट रे क्लास को मेंटेन करो तुम निज को मेंटालिटी को स्ट्रांग करो डेफिनेटली तुम 110 बड़े रहो अब मन रख गोटे अच्छे प्रॉपर प्लानिंग होची गोटे जिंस कि तुम ठीक से नहीं पाई कि आनी पाइलो ताहले जानि कि तुम सबुत सक्सेस हो डिपेंड करे निजर प्लानिंग ऊपर प्ले स्टोर को जाओ डाउनलोड कर आदित्य एकेडमी डिटेल्स तुमको अवेलेबल अच्छी ओडिया और इंग्लिश रे संपूर्ण क्लास थैंक यू स्टूडेंट और एनी डाउट थे मते कॉल कर परिबो 9937953590 थैंक यू